ଯୀଶୁଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ନମସ୍କାର। ବର୍ତ୍ତମାନର ପ୍ରସଙ୍ଗ ହେଲା ଯୀଶୁଙ୍କ ଦ୍ୱିତୀୟାଗମନ। 1 ତାହାଙ୍କ ଆଗମନର ସୁନିଶ୍ଚିତ। 2 ଜଣ ଦୂତ ପ୍ରେରିତମାନଙ୍କୁ କହିଲେ। ପ୍ରେରିତ 1:11। ପୁଣି ସେମାନେ କହିଲେ, ଏ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଏଇ ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାକୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ। ଜିହୁଦା ଲେଖନ୍ତି, ଇସ୍କରିୟୋତ ଜିହୁଦା ନୁହେଁ, ଜିହୁଦା 1:15। ଦେଖ, ପ୍ରଭୁ ସମସ୍ତଙ୍କର ବିଚାର କରିବା ନିମନ୍ତେ ପୁଣି ଅଧାର୍ମିକ ଲୋକ ସମସ୍ତେ ନିଜ ନିଜ ଅଧାର୍ମିକତାରେ ଯେଉଁ ସବୁ ଅଧର୍ମ କର୍ମ କରିଛନ୍ତି ଓ ଅଧାର୍ମିକ ପାପୀମାନେ ତାଙ୍କ ବିରୁଦ୍ଧରେ ଯେଉଁ ସବୁ କଟୁ କଥା କହିଛନ୍ତି, ସେ ସମସ୍ତ ବିଷୟରେ ସେମାନଙ୍କୁ ଦୋଷୀ କରି ଦଣ୍ଡ ଦେବା ନିମନ୍ତେ ଆପଣା ଅୟୁତ ସାଧୁଙ୍କ ସହିତ ଆସୁଅଛନ୍ତି। ଯୀଶୁ ନିଜେ କହିଲେ, ପ୍ରକାଶିତ 22:20, ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି। ସେ କହନ୍ତି, ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ। ଆମେନ୍। ଏ ପ୍ରଭୁ ଯୀଶୁ ଆସନ୍ତୁ। 2 କିପରି ଆସିବେ? ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରୀବାଦ୍ୟ। ପ୍ରଥମ ତେସଲୋନିକେ 4:16। କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ। ଗୁପ୍ତ ଭାବରେ ଆସିବେ ନାହିଁ, ପ୍ରକାଶ୍ୟରେ ସମସ୍ତେ ଦେଖିବେ। ପ୍ରକାଶିତ 1:7। ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି। ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ। ଯେଉଁମାନେ ତାହାଙ୍କୁ ବିନ୍ଦିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ। ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ଆମେନ୍। 3 କାହିଁକି ଆସିବେ? ଧାର୍ମିକତାରେ ଜଗତ ବିଚାର କରିବା ପାଇଁ। ପ୍ରେରିତ 17:21। କାରଣ ଯେଉଁଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଛନ୍ତି। ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏ ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି। 2 କରନ୍ତି 5:10। କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରସନ ଛାମୁରେ ଆମ୍ଭ ସମସ୍ତଙ୍କୁ ପ୍ରକାଶିତ ହେବାକୁ ହେବ। ଦଣ୍ଡ ଦେବା ନିମନ୍ତେ ଆସିବେ। 2 ତେସଲୋନିକେ 1:8-10। ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ। ଅର୍ଥାତ୍ ଯେଉଁଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରିଥିବା ଲୋକ ସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟ ସ୍ୱରୂପ ହେବାକୁ ଆସିବେ। କାରଣ ତୁମମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ୱାସ କରିଅଛ। ସେହିଦିନ ସେମାନେ ଦଣ୍ଡ ପାଇବେ, ଅର୍ଥାତ୍ ପ୍ରଭୁଙ୍କ ଛାମୁରୁ ଓ ତାହାଙ୍କର ମୋର ଗୌରବରୁ ଦୂରୀକୃତ ହୋଇ ଅନନ୍ତ ବିନାଶ ଭୋଗ କରିବେ। 4 ସମୟ, ଅର୍ଥାତ୍ ତାହାଙ୍କ ଆଗମନର ସମୟ। କେବେ ଆସିବେ? ସମୟ ହେଲା ଅଜ୍ଞାତ, ବାଇବଲ ପ୍ରକାଶ କରି ନାହିଁ। କେତେକ ଉଦାହରଣ ବିଷୟ। ଚୋରର ପରି ଉପସ୍ଥିତ ହେବ, ଚୋର ହୋଇ ଆସିବେ ନାହିଁ। 2 ପିତର 3:10। ପ୍ରଥମ ତେସଲୋନିକେ 5:1-2। କିନ୍ତୁ ଏ ଭାଇମାନେ, କାଳ ଓ ନିର୍ଦ୍ଦିଷ୍ଟ ସମୟ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟରୁ କିଛି ଲେଖିବାର ଆବଶ୍ୟକ ନାହିଁ। କାରଣ ରାତିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଯେ ଆସିବ, ଏହା ତୁମ୍ଭେମାନେ ଉତ୍ତମ ରୂପେ ଜାଣ। ଗର୍ଭବତୀର ପ୍ରସବ ବେଦନା ତୁଲ୍ୟ। ପ୍ରଥମ ତେସଲୋନିକେ 5:3। ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବ ବେଦନା ତୁଲ୍ୟ, ଅର୍ଥାତ୍ ସେମାନଙ୍କୁ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇବେ ନାହିଁ। ନୋହଙ୍କ ସମୟରେ ଯେପରି ଘଟିଥିଲା ସମୟ କଥା କୁହାଯାଇଛି। ଲୁକ 17:26-30। ଆଉ ନୋହଙ୍କ ସମୟରେ ଯେ ପ୍ରକାର ଘଟିଥିଲା, ମଣିଷ ପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ। ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ପ୍ରଭୁତ ଥିଲେ। ପୁଣି ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା। ଲୋଟଙ୍କ ସମୟରେ ମଧ୍ୟ ସେ ପ୍ରକାର ଘଟିଥିଲା। ଲୋକେ ଭୋଜନପାନ, କ୍ରୟ ବିକ୍ରୟ, ବୃକ୍ଷରୋପଣ ଓ ଗୃହ ନିର୍ମାଣ କରିବାରେ ପ୍ରଭୁତ ଥିଲେ। କିନ୍ତୁ ଲୋଟ ସୋଦୋମରୁ ବାହାରି ଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ବୃଷ୍ଟି ହୋଇ ସମସ୍ତଙ୍କୁ ବିନାଶ କଲା। ମନୁଷ୍ୟ ପୁତ୍ର ପ୍ରକାଶ ଦେବା ଦିନ ସେ ପ୍ରକାର ଘଟିବ। 5 ପୃଥିବୀର ଅବସ୍ଥା କଣ ଘଟିବ?
ଦ୍ୱିତୀୟ ପିତ 3:10 ଅର୍ଥାତ୍ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ, ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ତାପରେ ତଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ସମସ୍ତଙ୍କୁ ଧନ୍ୟବାଦ।